ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆମର 13 ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାରକୁ। ଏଇ ଟ୍ରେଡ୍ ଫେୟାରଟା ଭୁବନେଶ୍ୱରକୁ ଅଲରେଡ଼ି ସମସ୍ତେ ଆମକୁ ଜାଣିଛନ୍ତି, ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟକୁ ସମସ୍ତେ ଜାଣିଛନ୍ତି। 13 ବର୍ଷ ହେଲାଣି ଆମକୁ ବହୁତ ଭଲ ପାଇବା ଦେଇଛନ୍ତି। ତ ଆଶା କରୁଛି ଏ ବର୍ଷ ବି ଆପଣମାନଙ୍କୁ ଆମକୁ ବହୁତ ଭଲ ପାଇବା ମିଳିବ। ଏଇଟା ଆପଣଙ୍କର ଜନତା ମଇଦାନରେ ହେବାକୁ ଯାଉଛି, ଯେଉଁଟାକି ସବୁ ବର୍ଷ ଜନତା ମଇଦାନରେ ହିଁ ହୁଏ। ଟାଇମ୍ ରହିବ ଦିନ 1ରୁ ରାତି 10ଟା ପର୍ଯ୍ୟନ୍ତ। ଆଉ ତାରିଖ ହେଲା ଆପଣଙ୍କର 10 ଏପ୍ରିଲରୁ ଆରମ୍ଭ ହେବ ଆପଣଙ୍କର 20 ଏପ୍ରିଲ ପର୍ଯ୍ୟନ୍ତ। ଏଥିରେ ଆମର ଯେମିତି ସବୁ ବର୍ଷ 8ଟି କଣ୍ଟ୍ରି ଆଉ ତା ସହିତ 22ଟି ରାଜ୍ୟ ଆମେ ନେଇକି ଆସୁ, ସେମିତି ଆମର ଅଛନ୍ତି। ତାଙ୍କର ବହୁତ ଭେରାଇଟିଜ୍ର ନୂଆ ନୂଆ ଜିନିଷ ଆସିଛନ୍ତି। ଏଥର ଆପଣ ଫ୍ରାନ୍ସର ଦେଖିବେ, ସେମାନେ ଆଣିଛନ୍ତି ପରଫ୍ୟୁମ୍ ଆଣିଛନ୍ତି, ଇରାନୀ ଅତର ଆଣିଛନ୍ତି, ନନ୍ ଆଲକୋହଲିକ୍ ଅତର, ଯେଉଁଟା ଆପଣଙ୍କର ଚକୋଲେଟ୍ସ, ଦୁବାଇ ଚକୋଲେଟ୍ ହେଲା, ଇରାନିଆନ୍ ଚକୋଲେଟ୍ସ ହେଲା, ତା ସହିତ ପର୍ସିଆନ୍ କାର୍ପେଟ୍ସ ହେଲା, ଆପଣଙ୍କର ମାଲେସିଆନ୍ ଫାଉଣ୍ଟେନ୍ ହେଲା, ବହୁତ ଭେରାଇଟିଜ୍ ଯେଉଁଗୁଡ଼ାକି ମେ ବି ଲାଷ୍ଟ ଟାଇମ୍ ଆପଣ ମିସ୍ ଆଉଟ୍ କରିଯାଇଛନ୍ତି। ଏଥିରେ ସବୁ ଆଉଥରେ ଆପଣଙ୍କ ପାଖରେ ଆସିଯାଇଛି। ତା ସହିତ ବାହାଘର ସିଜନ୍ ଆସୁଛି, ବାହାଘର ସିଜନ୍ ପାଇଁକା ଆପଣଙ୍କ ସବୁ ବ୍ରାଇଡ଼ାଲ୍ କଲେକ୍ସନ୍ଠୁ ନେଇକି ଗୋଟେ ଘରର ଝିଅର ଯେଉଁ କହନ୍ତି ନା ଖଟ ଆଲେଣା ଛୁଞ୍ଚିଠୁ ନେଇକି ଗୋଟେ କାର୍, ସବୁ ଜିନିଷ ଆମକୁ ଏଇଠି ମିଳିଯିବ। ଅଟୋମୋବାଇଲ୍ର ୱାଇଡ଼୍ ରେଞ୍ଜର ସେକ୍ସନ୍ ଅଛି, ରିଅଲ୍ ଏଷ୍ଟେଟ୍ ଅଛି, ଫର୍ଣ୍ଣିଚର୍ର ବହୁତ ବଡ଼ ୱାଇଡ଼୍ ଜୋନ୍ ଅଛି। ତ ଅନୁରୋଧ କରିବି ସମସ୍ତେ ଆସନ୍ତୁ। ଡେଲି ସନ୍ଧ୍ୟାବେଳେ ଆମର ବହୁତ ବଢ଼ିଆ କଲଚରାଲ୍ ଇଭେଣ୍ଟ ରହୁଛି, ମିନିଂଫୁଲ୍ କଲଚରାଲ୍ ଇଭେଣ୍ଟସ୍ ରହୁଛି, ଯେଉଁଥିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମସ୍ତେ ଏନ୍ଜୟ କରିବେ। ଲେଡ଼ିଜ୍ମାନଙ୍କ ପାଇଁ ବହୁତ ସାରା ଅପରଚ୍ୟୁନିଟିଜ୍ ଅଛି। ବହୁତ ସାରା ଲେଡ଼ିଜ୍ ଏଣ୍ଟରପ୍ରେନ୍ୟୁର ମାନେ ଆମ ସହିତ ଯୋଡ଼ି ଅଛନ୍ତି। ଷ୍ଟାର୍ଟଅପ୍ସ ପାଇଁ ବହୁତ ଭଲ ଅପରଚ୍ୟୁନିଟି ଅଛି। ତା ସହିତ ବହୁତ କିଛି ଆପଣ ଆଦେହରୁ ଅର୍ନ କରିପାରିବେ, ଲର୍ନ କରିପାରିବେ। ବହୁତ ସାରା ହୋଲସେଲିଂ ରିଟେଲର୍ସ, ମ୍ୟାନୁଫ୍ୟାକ୍ଚରର୍ସ ଆମର ପାଖରେ ଗ୍ୟାଦର୍ଡ ଅଛନ୍ତି। ଆପଣ ମାନେ ତାଙ୍କ ପାଖରେ ଆସିକି ନୂଆ ବିଜନେସ୍ ଷ୍ଟାର୍ଟର ଆଇଡ଼ିଆଜ୍ ହଉ, ଆପଣଙ୍କୁ କଲେକ୍ସନ୍ସ ହଉ, ସବୁ ଏଇ ଗୋଟେ ଜାଗାରେ ହିଁ ଆପଣଙ୍କୁ ମିଳିଯିବ। ତ ଆଶା କରୁଛୁ ବହୁତ ବଢ଼ିଆ କିଣା ବିକା ହେବ। ଆଗକୁ ରଜ, ସାବିତ୍ରୀ ସବୁ ଆସୁଛି। ଆଉ ସମସ୍ତେ ଆମକୁ ଯେମିତି ଏତେ ଦିନ ହେଲାଣି ଭଲ ପାଇବା ଦେଇ ଆସିଛନ୍ତି, ସେମିତି ଦେବେ। ପୁଣି ଥରେ କହୁଛି, ଏଇଟା ଜନତା ମଇଦାନରେ ହେଉଛି। 10 ଏପ୍ରିଲରୁ ଆରମ୍ଭ ହେବ 20 ଏପ୍ରିଲ ପର୍ଯ୍ୟନ୍ତ, ଦିନ 1ରୁ ରାତି 10ଟା ପର୍ଯ୍ୟନ୍ତ। ମ୍ୟାଡ଼ାମ୍ ଆଉ ଗୋଟେ ଜିନିଷ ହେଉଛି, ରିସେଣ୍ଟଲି ବି ଗୋଟେ ୟୁନିଟ୍ 3ରେ ସେ ବି ଟ୍ରେଡ୍ ଫେୟାର ହେଇଥିଲା। ସେଇ ଯେଉଁ ଟ୍ରେଡ୍ ଫେୟାର ହେଇଥିଲା, ଏଇ ଟ୍ରେଡ୍ ଫେୟାର ତ ନିହାତି କ'ଣ ଡିଫରେନ୍ସ, ଏଥିରେ କିଛି ଇଏ ନାହିଁ। ମୋର କହିବା ହେଲା ସେଥିରେ ବି ଆପଣ ସାମିଲ ଥିଲେ। ମୋର କହିବା କଥା ହେଲା ଯେ ଏଇ ଯେଉଁ ଟ୍ରେଡ୍ ଫେୟାର ଯେଉଁ ଆପଣ ଯେଉଁ ଜନତା ମଇଦାନ ହେଉଛି, କିଛି ନୂଆ ରହୁଛି ନା ଯେମିତି ହେଉଛି? ଦେଖନ୍ତୁ, ସେଇଟା ଦେଖନ୍ତୁ, ଆମେ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ଆମ ଭୁବନେଶ୍ୱରରୁ ଆମେ ରିପ୍ରେଜେଣ୍ଟ କରୁଛୁ ଓଡ଼ିଶାକୁ। ଆମର ଓଡ଼ିଆ ଲୋକ ଯିଏ, ଆମେ ସମସ୍ତେ ବହୁତ କୋଅପରେଟିଭ୍, ଏଇଟା ପୁରା ଇଣ୍ଡିଆ ଜାଣିଛି। ତ ଯେହେତୁ ଗୋଟେ ବାହାର ଜାଗାରୁ ଲୋକ ଆସିକି ଚାହିଁବେ ଏଠି କିଛି ଗୋଟେ ନୂଆ ବିଜନେସ୍ କରିବା ପାଇଁକା, ତ ନିଶ୍ଚିତ ରୂପରେ ଆମେ ତାଙ୍କୁ ସପୋର୍ଟ କରିବୁ। ଆପଣମାନେ ଦେଖିଥିବେ ସେଠି ଲେଖା ହେଇଥିଲା ସପୋର୍ଟେଡ୍ ବାଇ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ। ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ସମସ୍ତଙ୍କୁ ସପୋର୍ଟ କରିବା। ମୁଁ ଯେମିତି କହିଲି, ଆମେ ଏଇଠି ପ୍ଲାଟଫର୍ମ କ୍ରିଏଟ୍ କରିବାକୁ ଚାହୁଁଛୁ। ଆମର ଗୋଟେ ମୋଟୋ ଏଠି ୟୁଥ୍ ଯେତେ ଅଛନ୍ତି ସମସ୍ତଙ୍କ ପାଇଁ କିଛି ନୂଆ ହେଉ, ଆଉ ଯେତେ ବାହାରୁ ବି କିଏ ଆସୁଛନ୍ତି ଆମେ ସମସ୍ତଙ୍କୁ ୱେଲକମ୍ କରିବା, ସମସ୍ତଙ୍କୁ ସପୋର୍ଟ କରିବା। ସେଇଟା ଆମର ମେନ୍ ପ୍ରାୟୋରିଟି। ବାକି ଆପଣଙ୍କ ୟୁନିଟ୍ 3ରେ ଆରାଉଣ୍ଡ ମୁଁ ଭାବୁଛି ତାଙ୍କର 100 ସମଥିଙ୍ଗ ଷ୍ଟଲ୍ସ ଥିଲା। ଆମର ଏଠି ଆରାଉଣ୍ଡ 500 ଷ୍ଟଲ୍ସ ଅଛି। ତ ଦେର୍ ଇଜ୍ ଅ ହ୍ୟୁଜ୍ ଡିଫରେନ୍ସ, ତାଙ୍କଠୁ ବହୁତ ଅଧିକା ଅଛି। ତା ସହିତ ଏଠି ଆପଣଙ୍କୁ ଆମ ନିଜ ଭୁବନେଶ୍ୱରର ବହୁତ ବ୍ରାଣ୍ଡସ୍ ଦେଖାଯିବ। ଯେଉଁ ମହିଳାମାନେ ଘରେ ଛୋଟ ଛୋଟ ବୁଟିକ୍ କରି ବସିଛନ୍ତି, ସେମାନେ ସମସ୍ତେ ଆମ ପାଖରେ ଅଛନ୍ତି। ବହୁତ ସାରା ନୂଆ ଜିନିଷ ଆପଣଙ୍କୁ ମିଳିବ। ତ ଏଇଟା ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ଆମେ ଓଡ଼ିଶାବାସୀଙ୍କ ପାଇଁ ଅଛୁ, ଆଉ ଓଡ଼ିଶା ପାଇଁ ହିଁ ଅଛୁ। ତେଣୁକରି ଆମେମାନେ ବହୁତ ଗର୍ବିତ ବି ଅଛୁ। ଆଉ ଆମେ ଚାହିଁବୁ ଯେତେ ଆମର ଓଡ଼ିଶାର ବାସୀମାନେ ଅଛନ୍ତି, ସମସ୍ତେ ଭୁବନେଶ୍ୱରର ବାସୀ ଅଛନ୍ତି, ଆସନ୍ତୁ ଆଉ ନିଶ୍ଚିନ୍ତ ରୂପରେ କିଣାବିକା କରନ୍ତୁ, ଦେଖନ୍ତୁ, ବୁଲନ୍ତୁ। ଆମକୁ ଯେତେ ଭଲ ପାଇବା ଦେଇଛନ୍ତି ଆହୁରି ଭଲ ପାଇବା ଦିଅନ୍ତୁ। ଛୁଆମାନଙ୍କ ପାଇଁ ବି ଆମେ ଚେଷ୍ଟା କରୁଛୁ ଗୋଟେ ଭଲ ଗେମ୍ ଜୋନ୍ କରିବା ପାଇଁକା। ତ ମୁଁ ଭାବୁଛି ମୋଟାମୋଟି ଏଥର ବହୁତ ଭଲ ପାଇବା ଦେବେ ଆହୁରି ସମସ୍ତେ। ଆଉ ଏଣ୍ଟ୍ରି ଫିସ୍ କିଛି ଅଛି ନା ଯିଏ ପାଇଲେ ଯାଇପାରିବେ? ନିଶ୍ଚିତ ରୂପରେ ଏଣ୍ଟ୍ରି ଫି ତ ଆମର ସବୁଥରକ ଥାଏ, ସେଇ 40 ରୁପିଜ୍ ଯେମିତି ଥାଏ ସେମିତି ହିଁ ଅଛି। ତା ସହିତ ଆପଣଙ୍କର ଗିଫ୍ଟ ଆଇଟମ୍ସ ଯେମିତି ମିଳେ ସବୁ ବର୍ଷ, ସେମିତି ରହିବ। ଥ୍ୟାଙ୍କ ୟୁ।